ଆଉ ସତରେ କହୁଛି ମୁଁ ଅଙ୍ଗନବାଡ଼ି ପଢ଼ିନି ସତ କଥା। ठीक है। ଏଇ ଆମ୍ବ ଗଛଟା ହେଉଛି ମୋର ବାପା ଲଗେଇଛନ୍ତି ହେଲା। ହ୍ୟାଲୋ ଗାଇସ୍, ୱେଲକମ୍ ବ୍ୟାକ୍ ଆଉ ଗୋଟେ ନୂଆ ଭିଡ଼ିଓ। ତ ଆପଣମାନେ କେମିତି ଅଛନ୍ତି? ସମସ୍ତେ ପ୍ରଭୁ ଜଗନ୍ନାଥ କୃପାରେ ଖୁସିରେ ଥାନ୍ତୁ ଏବଂ ଭଲରେ ଥାନ୍ତୁ। ଆଜି ହେଉଛି 9 ତାରିଖ, ତ ଆଜି ହେଉଛି ଚକୋଲେଟ୍ ଡେ। ଆଉ ଫାର୍ଷ୍ଟ ଥିଲା ପ୍ରପୋଜ ଡେ, ରୋଜ୍ ଡେ, ଚକୋଲେଟ୍ ଡେ ଆଉ ଟେଡି ଡେ କ'ଣ ଡେ ଅଛି। ତ ପୁରା ଆପଣମାନେ ମସ୍ତ ମନାଉଛନ୍ତି ତ ବାସ୍ ସେମିତି ଖୁସିରେ ପୁରା ମନାନ୍ତୁ। ଓକେ, ତ ଛାଡ଼ ସେ କଥା। ଆଜି ଏବେ ଟାଇମ୍ ହେଲାନି ସନ୍ଧ୍ୟା 3ଟା। ତ ଏବେ ପୁରା ମୁଁ ଖାଇ ପିଇକି ପୁରା ବାହାରି ଯାଇଛି। ଆଉ ଏବେ ଟିକେ ଯିବାର ଅଛି ସେପଟେ ବୁଲିବା ପାଇଁ ହେଲା। ଆମର ସେ ପିଲାଦିନର ସ୍ମୃତି କେମିତି ଥିଲା, ତ ସେଇ ସ୍କୁଲକୁ ଏବେ ମୁଁ ନେଇକି ଯିବି। ତ ମୁଁ ଘରୁ ବାହାରି ଯାଇଛି, ଚାଲି ଚାଲି ଯିବି ଏଠୁ ଆମ ଘରକୁ 1 କିଲୋମିଟର ହେବ ସାୟଦ। ଆଉ ଯଦି ଆପଣମାନେ ମୋ ଚ୍ୟାନେଲ୍ ନୂଆ ହେଇଥିବ ତ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଓକେ, ଆଉ ଭିଡ଼ିଓକୁ ଲାଇକ୍ କରିଦେବେ। ତ ଚାଲନ୍ତୁ ଆଗରେ ସେଇଠି ପହଞ୍ଚିବା। ଏବେ କିଛି ଅଧା ବାଟକୁ ପଳେଇ ଆସିଛେ। ଆଉ ଆପଣମାନେ ଦେଖିଛନ୍ତି କି ନାଇଁ କେନ୍ଦୁ, ଏଇଟା ହେଉଛି କେନ୍ଦୁ ଗଛ। ଏବେ ଖରା ସିଜନ୍ ପହଞ୍ଚିଗଲା ନା, ତ କେନ୍ଦୁ ବି ଫଳିଛି ଆଉ ପାଚି ନାହିଁ କେନ୍ଦୁଟା। ସେପଟେ ଗୋଟେ ଗଛ ଅଛି ହେଲା, ଏଇ ଜାଗାଟାରେ ସବୁ ଖାଲି କେନ୍ଦୁ ଗଛ ହିଁ ଅଛି ପଡ଼ିଆଟା ହିଁ। କାହିଁକି କେନ୍ଦୁଟା କିଧର ଗିଆ ଆଉ ବାସ୍ ଏଇଟା ଗୋଟେ କେନ୍ଦୁ। ଏଇଟା ଯେତେ ପାଚେ ନା, ଏଇଟା ବହୁତ ମସ୍ତ ଲାଗେ ଖାଇବା ପାଇଁ, ଝାକାସ୍ ଲାଗେ। ଏଇଟାକୁ କୁହାଯାଏ କେନ୍ଦୁ। ଆପଣମାନେ କେବେ ଦେଖିନଥିବେ ତ ଦେଖିଦିଅନ୍ତୁ। ଓକେ, ସେଇଭଳିଆ ଏଇଠି ବୁଜୁର କେନ୍ଦୁ ଏ ବର୍ଷ ଫଳିଥିଲା। ଯେତେବେଳେ ପାଚେ ନା କେନ୍ଦୁଟା, ଏଇଟା ଖାଇଲାବେଳେ ବହୁତ ମସ୍ତ ଲାଗେ। ଆଉ ଆଗରେ ଆମେ ଯେତେବେଳେ ଛୋଟ ଥିଲୁ, ଏ ତାର ମଞ୍ଜି ଗୁଡ଼ାକ ବାହାର କରିକିନା, କଞ୍ଚା ଥିଲେ ପାଚିଲା ଥିଲେ ହେଲା, ବାହାର କରିକିନା ଘଷିକିନା ପଥରରେ, ଯେତେବେଳେ ଘଷୁନା ପଥର, ଯେତେବେଳେ ପଥରରେ ଘଷା ହୁଏ ତ ଏ ମଞ୍ଜିଟା ତାର ଉପରେ ରେଡ଼୍ ଦେଖାଯାଏ, ନୀଳୁଆ ନୀଳୁଆ। ଆଉ ପୁରା ଘଷିକିନା ତାର ଯେଉଁ ନୀଳ ରଙ୍ଗଟା ବାହାର କରି ଦିଆଯାଏ, ତାର ମଞ୍ଜିଟାକୁ ଖିଆ ହୁଏ, ବହୁତ ବଢ଼ିଆ ଲାଗେ ହେଲା। ତ ସେଇଟା ହିଁ ଛୋଟବେଳର କିଛି ସ୍ମୃତି ମନେ ପଡ଼ିଆସୁଛି, ଆପଣଙ୍କୁ ମନେ ପଡ଼ିଯାଉଥିବ। ଓକେ, ସେଇଟା ହିଁ। ଆଉ ଏପଟେ କିଛି ଏମିତି ଅଛି, ମୁଁ ତାକୁ ଫଟେଇଛି ହେଲା, ଏଇଟା ପାଚିନି। ହଁ, ଏଇଟା ହେଉଛି ତାର ମଞ୍ଜିଟା, ଟିକେ ବାହାର କରିକି ଦେଖେଇ ଦେଉଛି ହେଲା। ଏଇଗୁଡ଼ାକ କେନ୍ଦୁ ଗୁଡ଼ାକ ତ ସହରରେ ମିଳୁନଥିବ ନା, ଯାହା ଗାଉଁଲି ଜାଗାରେ ଏମିତିକୁ ଦେଖତେ ମିଳେ ପ୍ରାୟ। କିନ୍ତୁ ସେପଟେ ସହର ଗୁଡ଼ାକରେ ବିକନ୍ତି ନେଇକି, ମାନେ ଗାଁ ସାଇଡ଼୍ରୁ ଅଧିକ ରେଟ୍ରେ ବିକ୍ରି ହୁଏ ହେଲା। ଆଉ ଗାଁ ଗାଁରେ ବିକ୍ରି ହୁଏନି। ଗାଁରେ ତ ହିଁ ଗଛ ଅଛି, ବିକ୍ରି କଲେ କିଏ କିଣିବ? ତ ସେଇଟା ହିଁ। ଏଇଟା ଦେଖନ୍ତୁ ତାର ମଞ୍ଜିଟା, କାଳିଆ କାଳିଆ ଦେଖାଯାଉଛି ନା। ଏଇଟାକୁ ଘଷିକିନା ଏ ଯେଉଁ କାଳିଆ କଲର୍ଟା ଏଟାକୁ ଛଡ଼ାଯାଏ, ତାର ଭିତରେ ଯେଉଁ ହ୍ୱାଇଟ୍ କଲର୍ଟା ବାହାରେ ସେଇଟାକୁ ଖିଆ ହୁଏ, ବହୁତ ବଢ଼ିଆ ଲାଗେ। ଆମେ ଯେତେବେଳେ ସ୍କୁଲ୍ ଆସିଥାଉ ନା, ତ ଯେତେବେଳେ ଆମର ରିସେସ୍ ହୁଏ, ଖାଇବା ଛୁଟି ହୁଏ, ପୁରା ଭାତ ଖାଇଦେଉ। ତ 1 ଆୱାର୍ ଥାଏ ନା, ଗୋଟେ ବେଳେ ଯଦି 12ଟା ବେଳେ ରିସେସ୍ ହେଲା, ଗୋଟେ ବେଳେ ବେଲ୍ ବାଜେ। ସେଇଭଳିଆ ଆମେ ପୁରା ଜଲ୍ଦି ଭାତ ଖାଇ ଦେଇକିନା ପୁରା କୁଆଡ଼େ କେନ୍ଦୁ ଗଛ ଅଛି ପୁରା ଧାଇଁକି ପଳେଇ ଆସୁ ହେଲା। କେନ୍ଦୁ ପାଳିକି ନେଇକି ଯାଉ, ଏଗୁଡ଼ା ମଞ୍ଜିରେ ପୁରା ଘଷିକି ପଥରରେ ପୁରା ଧୋଇକି ପକେଟରେ ପୁରେଇ ଥାଉ। ଯେତେବେଳେ କ୍ଲାସ୍ ହୁଏ ସେତେବେଳେ ଗୋଟେ ଗୋଟେ ବାହାର କରିକି ଖାଉ। ବହୁତ ମଜା ସ୍କୁଲ୍ ଟାଇମ୍ ଲାଇଫ୍।
एटा षष्ठ श्रेणी थिला सेटा सप्तम आउ भितरे व्यू किछि एमती आईटा भी थिला अशोक स्तंभ भी थिला आउ एपटे दड़ी बनाई थिला हम जतबे थिनु ना एपटे दड़ी बनाई थिला आ ए गछडा भी थिला ला एगा पूरा माटी रे भरी दैछन पूरा सेतबे टिके डीप थिला गाडो थिला आउ से साइड रे ओइ पनी परिवा लगा आइछ ना तो से साइड रे टिके लगा आइतला आउ दड़ीटा देख से साइड रे रखी दैछन मु देखि नथि से साइड रे कर दैछन ना लागे रे एई पाखर थिला ना एई पाखर थिला ए जो जोड़ा गछ लगा आइछ ना एडी थिला मजा पूरा अलग प्रकार थिला ला आउ एठी अछि ऑफिस टा सप्तम श्रेणी सप्तम श्रेणी ना ए साइड अच्छे ऑफिस टा एगुड़ाक भी थिला आउ एटा गोटे बनई नुआ घर पंडित रघुनाथ मुर्मू कक्ष एटा गोटे बनाई से आगे एमती थिला नीला एमती माने कबाट एमती कराई ना ए साइड कबाट थिला तो भांगी किटा थरे बनई ओ भाई साहब एपटे कदड़ी गछ भी लगाई मस्त अच्छी पूरा झाकास देखा अच्छी कदड़ी गछ लगाई पड़ाला बढ़िया लगाई आउ सेते आम जो पाठ पढ़ुलु ना आम स्कूल आसू जल्दी स्कूल आसू टाइम न हो 8टा 8:30 स्कूल पढ़ाई है जल्दी आसिकिना पहुँचिकिना माने पूरा बाटी जो खेलती ना बाटी आप जानते हैं गुटी का जो मारामुरी करती से खेलटा आउ राजा राणी खेल गोटे अच्छी आ बास्केट गोटे अच्छी से गुड़ाक मैंने आसिकिना आम आगे आसिकिना खेलिकिना ड्रेस गुड़ाक पूरा धूड़ी कर दे आउ बैग रे बही बस्ता नहीं कि आसता पाठ एत गुरुत्व दौनी है खेल से छुटिया गुड़ा ना तो खेल अधिक टे खेल होता तापर आईटा भी थिला यहाँ आम जो पढ़ुनु ये घरटा रोषे रूमटा यहाँ थिला आठी गोटे स्कूल घर थिला सेपटे गोटे घर थिला तो ये भांगी देछन टिके एते खास देखा जाउनी आगर बढ़िया देखा जाउथिला आउ एबे भी माने एते बड़ बड़ पिला नाते एठी छुटिया छुटिया हमर टिके थिले बड़ बड़ पिला एते बड़ बड़ नाइनी आ मजा ही बहुत होता यहाँ देखुवे ना आम गछटा यही आम गछटा हूँ मोर बापा लगे जिते बड़े ये स्कूल गुड़ाक कम होता आम छुटिया थी पाठ भी पढ़ु नुँ कत बड़ कथा कहे कही दिखती जहाँ तो से गछटा मो बापा लगे आठी जड़े सार रोते है से सार मैथ बहुत भल पढ़ाती पूरा क्लीयर बुझे मैंने मस्त मैथ पढ़ुले सार तो से सार मैंने ये गछटा को मैंने पानी देखना बड़ कर देख ने होगलानी बड़ आम जो पढ़ुँ से बड़े नहीं आम कि पड़ता आमर टेस्टा पूरा मस्त लगे टेस्टा ही पूरा मस्त लगे आते बड़े युड़ाक चाष होता ये भात खायापी सीरियल लगता पड़े तापर ये जो बारंडा अच्छी ना स्कूल भितर से बसिकी खिया हुआ पाखे गोटे थी रोषिया रूम से गोटे भांगी देपर एटा बनाला आम थी से तो रोषे रूम थाली रोला जमती माने बेल बाजे पूरा आम आगर कथा आम कि सांग था ना तो जा जा पाड़ी कर तू आगे दौड़िकी जीवु आम जी जन सांग 5 जन कि 4 जन तू आगे दौड़िकी जीवु 4टा थाड़ी नहीं आसबो घंटी बाजला मन दौड़िकी जीव 4टा थाड़ी नहीं आसबो संगे संगे मान थाड़ी फाड़ी धोईकिना आगे आम सीरियल हो जाऊँ ये ना आगे आम खाई सारिकिना माछ धरते जीवला सेपटे नाड़टा अच्छी सेपटे नाड़टा अच्छी सेपटे आम माछ धरवाई जाऊँ आते 2टा बुढ़ी थे भात रोषे करते गाँ पाखे आमको आम माछ धरिकी आनिक आसुना तो से बुढ़िया को देदूँ से खुशी हो जान आमको टी अधिक अधिक भात दियन है से आम मैंने माछ धरिया मजा भी टी अलग प्रकार ना तो माछ धरिया जाऊँ इे बेल बाजी थाए क्लास होता है आम सीधा माछ धर जाऊँ धर धर थाऊँ माछ धरिकी आसूँ तो बुढ़ी गुड़ाक जाना था ना घर को हाँडी फाणी माजुंट तो से देदूँ से खुशी जाती तो आर दिन नेक्स्ट टी आमको टी अधिक भात मिले खायापी तो से अलग प्रकार मजा है तापर से गोटे
ଛୋଟିଆ ବେଳେ ସେ ଖେଳ ଗୁଡ଼ାକ ଏତେ ମନେ ନାହିଁ ଲୁଚା ଲୁଚି ବାସ୍ ସେ ଖେଳ ନାଁଟା ମନେ ଅଛି ଲୁଚୁଥିନୁ ତାପରେ ଆସିକି ଡମ୍ ବୋଲି ଗୋଟେ ନାଁ ନେଇକିରି ସେଠି ଛୁଇଁ ଦେଉଥିଲା ଡମ୍ ବୋଲେ ନା କିଛି ଗୋଟେ କହୁଥିଲା ତ ସେଇଟା ହିଁ ଆଉ ଏଇ ଯେଉଁ ଛାତ ଗୁଡ଼ାକ ଅଛି ଉପରୁ ମାନେ ସେ ଏ ଛାତରୁ ସେ ଛାତକୁ ଉଡ଼େଇ ଦେଉଥିଲୁ ହେଲା ସେ ଛାତରୁ ସେ ଛାତକୁ ଏବେ ତ ଡେଇଁ ହେବ ସେତେବେଳେ ଛୋଟିଆ ଥିନୁ ତାଙ୍କର ଯେଉଁ ଗ୍ୟାପ୍ଟା ଅଛି ମଝିରେ ଏଇ ଛାତରୁ ସେ ଛାତ ଗ୍ୟାପ୍ ଡିଷ୍ଟାନ୍ସଟା ଟିକେ ଦୂର ଲାଗୁଥିଲା ସେତେବେଳେ ଛୋଟିଆ ଥିନୁ ବଡ଼ ହେଲା ଏବେ ଏନା ଡେଇଁ ହେଇଯିବ ବଡ଼ ହେଇଯାଇଛୁ ନା କିଛି ନାହିଁ ତ ଏ ଛାତରୁ ସେ ଛାତକୁ ଉଡ଼େଇ ଦେଉଥିଲୁ ପୁରା ମସ୍ତ ଆଉ ଗୋଟେ ଯେତେବେଳେ ଆମର ସ୍କୁଲ ଛୁଟି ହେଇଯାଏ ନା ତ ଆମେ ସନ୍ଧ୍ୟାବେଳେ ଆସୁ ଲୁଚା ଲୁଚି ଖେଳିବା ପାଇଁ ଆଉ ଏଇ ଯେଉଁ ଝରକା ଗୁଡ଼ାକ ଦେଖୁଛ ନା ସେ ଝରକା ଭିତରୁ ଏପଟକୁ ଆମେ ପାରି ଯାଉ ହେଲା ଏଇଠି ଆମର ମୁଣ୍ଡଟା ପଶିଯାଏ ଫାଷ୍ଟ ଝଣା ପଶିଲା ହେଲା ସାଙ୍ଗ ପିଲାଟା ଗୋଟେ ଥିଲା ଏଇଠି ସିଏ ଆଗରେ ପଶିଲା ସିଏ ତାପରେ ଆମକୁ ସମସ୍ତଙ୍କୁ ଶିଖେଇଲା କେମିତି ସେପଟେ ପାରିବ ହେଲା ଫାଷ୍ଟ ମୁଣ୍ଡଟା ପୁରାଏ ତାପରେ ଦେହ ହାତ ଗୁଡ଼ାକ ପୁରା ଏମିତି କେମିତି କରିକି ଗୋଟେ ପାର କରେଇଲା ମଜା ପୁରା ଅଲଗା ପ୍ରକାର ଏମିତି କରିକିନା ପାର କରେ ତାପରେ ସିଏ ପାରିଯାଏ ସେ ଟିକେ ପତଳା ଥିଲା ନା ଆମେ ଟିକେ ଟିକେ ମୋଟା ଥିଲୁ ତାପରେ ସେ କହିଲା ତୁମେ ବି ଟ୍ରାଏ କର ଏମିତି ଏମିତି ପାରିବ କହିଲା ତାପରେ ଆମେ ବି ସେମିତି ଟ୍ରାଏ କରିନୁ ଆହୁରି ସେମିତି ବହୁତ ଛୁଆ ପାରି ଯାଉଥିଲା ଏଇ ଝରକା ଗୁଡ଼ାକ ଦେଇଛି ଚାରକୋଣା ଗୁଡ଼ାକ ସେଇ ଗାରେ ପାରିଯାଉଁ ଆଉ ଯେତେବେଳେ ସାର୍ ଆସନ୍ତି ସେତେବେଳେ ବି ଏଇ ଝରକାରେ ମାନେ ପାରିକିନା ଏଇଟା ପଳେଇ ଆସୁ ହେଲା ଆମେ କିଛି ଝଗଡ଼ା ଫଗଡ଼ା କରିଥାଉଁ ପିଲାଙ୍କ ସହିତ ଯେତେବେଳେ କମ୍ପ୍ଲେନ୍ କରିଦିଅନ୍ତି ଆସୁଛି ସାର୍ ମାନେ ଜାଣିଲା ମାତ୍ରେ ଏ ଝରକା ଗୁଡ଼ାକରେ ପାରିକି ଏପଟେ ପଳେଇ ଆସୁଁ ଆଉ ସେପଟେ ଲୁଚିତେ ପଡ଼ାଁ ହେଲା ସେ ଯେଉଁ ବିଲ ଗୁଡ଼ାକ ଅଛି ନା ସେପଟେ ଲୁଚିତେ ପଡ଼ାଁ ଏଠି ଅଙ୍ଗିରି ବୁଦ ନଟା ବିଲା ବହୁତ ସେପଟେ ଆମେ ଲୁଚି ଦଉଁ ହେଲା ଆଉ କ୍ଲାସ୍ ଟାଇମ୍ରେ ବି ଆମେ କ୍ଲାସ୍ ଭିତରକୁ ଆସୁନାହିଁ ଛାତ ଉପରେ ଯାଇକରି ବସିଥିମୁ ଚୁପ୍ କରି ନହେଲେ ସେପଟେ ଆମେ ମାଛ ଧରତେ ଯାଇଥିମୁ ମାଛ ଧର୍ମୁ ମଜା ପୁରା ଅଲଗା ପ୍ରକାର ତ ସେଇଟା ହିଁ କିଛି ଥିଲା ସ୍କୁଲର ସ୍ମୃତି ହେଲା ହଁ ଏଇଗା ଯେଉଁ ଅଛି ନା ଏଇଗା ଏବେ ହେଇଛି ଆଗରୁ ହିଁ ହେଇଥିଲା ଯେ ବନା ଚାଲିଥିଲା ଆମେ ଯେତେବେଳେ ପଢ଼ୁଥିଲୁ ସେଇ ବାଥରୁମ୍ଟା ଥିଲା ଆଉ ଏଇଟା ହେଉଛି ବଏଜ୍ ବାଥରୁମ୍ ଆମେ ଯେତେବେଳେ ପଢ଼ୁଥିଲୁ ଅବସ୍ଥା ନା ଭାଇ ଯେଉଁ ଟଏଲେଟ୍ କରନ୍ତି ପରିସ୍ରା କରନ୍ତି ସେଇଗା ପୁରା ସଫଲ ଗୁଟକା ଫୁଟକା ଖାଇକିନା ପୁରା ଛେପ ଫେପ ଥମ୍ପିକିନା ଅବସ୍ଥା ଠିକ୍ ନାହିଁ ଅବସ୍ଥା ପୁରା ଖରାପ ଥିଲା ଏଇଟା ଅଛି ବଏଜ୍ ବାଥରୁମ୍ ସେଇଟା ଅଛି ଗାର୍ଲସ ଆଉ ଏଇଗା ଏବେ ପୁରା ବନା ହେଇଛି ଏଇଟା ଅଙ୍ଗନବାଡ଼ି ସେଇଟା ଗୋଟେ ଏଇଠି ଛୁଆମାନେ କି ଅଙ୍ଗନବାଡ଼ି ଆସନ୍ତି ହେଲା ଖାଇବା ପାଇଁ ଆଉ ସତରେ କହୁଛି ମୁଁ ଅଙ୍ଗନବାଡ଼ି ପଢ଼ିନି ସତ କଥା ମୋ ମା ଯାହା କୁହନ୍ତି ଅଙ୍ଗନବାଡ଼ିକୁ ଯାଇନି ଡାଇରେକ୍ଟ ସ୍କୁଲ ତ ସେଇଟା ମୁଁ ଅଙ୍ଗନବାଡ଼ି ଆସିନି ଡାଇରେକ୍ଟ ସ୍କୁଲ ପାଠ ପଢ଼ିଛି ମୁଁ ବିନା ମାନେ ଅଣ୍ଡା ଭାତ ଖାଇକି ଡାଇରେକ୍ଟ ସ୍କୁଲକୁ ଆସିଛି ସେଇଟା ହିଁ ତ ଭିୟୁ କିଛି ଏମିତି ହେଲା ଭିତରେ ଏ ୱାର୍ଣ୍ଣିଂଟା ବି ଥିଲା ହେଲା ସେ ଏଇଠି ଗୋଟେ ଘର ଥିଲା ଏଇଠି ବୋରିଂ ଲାଗିଥାଏ ତାର ଟ୍ୟାପ୍ଟା ଲାଗିଥାଏ ସେଇଠି ସୁଇଚ୍ ଅନ୍ କରାହୁଏ ଏଇଠି ଗୋଟେ ପାଣି ବାହାରେ ହେଲା ଆଗରେ ଏଇଠି ଥିଲା ରୋଷେଇ ରୁମ୍ ଏଇଠି ଆମେ ସିରିଏଲ୍ ହେଇକିନା ଖାଉଥିଲୁ ଏଇଗୁଡ଼ାକ ବନା ହେଇଥିଲା ହେଲା ଏ ଯେଉଁ ଗେଟ୍ଟା ଅଛି ନା ସେଇଟା ବି ବନା ହେଇଥିଲା ମଜା ପୁରା ଅଲଗା ପ୍ରକାର ତ ସେଇଟା ହିଁ ସ୍କୁଲର କିଛି ଭିୟୁ ଏମିତି ଥିଲା ଆମର ଅସନମଣି ସ୍କୁଲ ଭିୟୁ କିଛି ଏମିତି ଥିଲା ହେଲା ତ ଚପଲଟା ତ ୟାର ଛିଡ଼ିଗଲା ଖାଲି ପାଦରେ ଭିଡ଼ିଓ ବନାଉଛି ଏଇଟା ଚପଲଟା ତ ପଳେଇ ଯିବା ତ ସେଇଟା ହିଁ ତ ଆଜକାର ଭିଡ଼ିଓଟା ଏଇଠି ଏଣ୍ଡ କରିବା ଯଦି ଆପଣଙ୍କ ଭିଡ଼ିଓ ଭଲ ଅଛି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ରହୁଛି ଜୟ ଜଗନ୍ନାଥ ଆଉ ଗୋଟେ ନୂଆ ଭିଡ଼ିଓ ଦେଖାହେବା।